ଜାଣିଛନ୍ତି ଏ ସଂସାର ଉଦ୍ଧାର କରିବା ପାଇଁ ମହାପ୍ରଭୁ କହିଲେ ଏକମାତ୍ର ମନ୍ତ୍ର ନିଜ ଶରୀରକୁ ପବିତ୍ର ରଖେ ଏ ଶରୀରକୁ ଶାନ୍ତିରେ ରଖେ ଏକମାତ୍ର ମନ୍ତ୍ର ଯୋଉ ମନ୍ତ୍ର ପଢିଲେ ଏ ସଂସାର ଭିତରେ ଆମେ ଶାନ୍ତି ରହିବା ସେ ମନ୍ତ୍ର ହଉଛି ଓଁ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରାୟ ନମଃ ନମଃ ଶ୍ରୀ ପିତାମାତା ଗୁରୁଦେବ ଗୁରୁଜନ ନମଃ ନମଃ। ଯଦି ଆମକୁ ପିତାମାତାଙ୍କର ଆଶୀର୍ବାଦ ଟିକେ ମିଳିଯିବ ତାହେଲେ ଆୟୁଷ ଆମର ବଢିଯିବ। ଯଦି ପିତାମାତାଙ୍କର ଆଶୀର୍ବାଦ ଆମକୁ ମିଳିବ କେବେ ଆମ ଶରୀରକୁ କେବେ ରୋଗ ପ୍ରବେଶ କରିପାରିବ ନାହିଁ। ଯଦି ଆମେ ପିତାମାତାଙ୍କର କଥା ମାନିବା କେବେ ବିପଦ ଆମ ଉପରକୁ ଆସିବ ନାହିଁ। ତେଣୁ ସେଇଥିପାଇଁ ଏ ମନ୍ତ୍ର ଓଁ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରାୟ ନମଃ ନମଃ ଶ୍ରୀ ପିତାମାତା ଗୁରୁଦେବ ଗୁରୁଜନ ନମଃ ନମଃ। এই ମନ୍ତ୍ରଟିকে ଉଚ୍ଚାରଣ କଲେ ନିଜ ପରିବାର ଶାନ୍ତିରେ ରୁହେ ଏ ସଂସାରର ସୁଖ ଆପେ ଆପେ ମିଳିଯାଏ। ଅନେକ ପ୍ରକାର ମହାପ୍ରଭୁ ଉଦାହରଣ ଦେଲେ ସ୍ନାନ ଶୌଚ ଆଚମନ ଯେ ନିଜ ବିଧିର ବିଧାନ ଆମେ ଯୋଉ କୌଣସି ଶୁଭ କାର୍ଯ୍ୟଟେ କରୁଛନ୍ତି ଆମେ ସ୍ନାନ କରିଲା ପରେ ଶୁଭ କାର୍ଯ୍ୟ କରୁଛନ୍ତି। ଆଜିର ମଣିଷ ବୁଝିପାରୁନାହିଁ କେତେବେଳେ ପ୍ରଭୁଙ୍କ ପାଇଁ ଫୁଲଟିଏ ତୋଳିବା ପାଇଁ ଯାଉଛି ସେ କେବେ ସ୍ନାନ କରୁନାହିଁ। ତେଣୁ ଏଥିରେ ମହାପ୍ରଭୁ ଅନେକ ପ୍ରକାର ଉଦାହରଣ ଦେଇଛନ୍ତି ବୁଝେଇ ଦେଲେ କହିଲେ ଏ ମଣିଷ ଶୌଚ ହେଲା ପରେ ଏସବୁ କର୍ମ କରୁଛ ସେଇ ଶୌଚ ହେଇ ଥରେ ଫୁଲଟିଏ ତୋଳି ଦେଖ ସେ ଫୁଲଟି ଯେତେବେଳେ ପ୍ରଭୁଙ୍କ ପାଖରେ ସମର୍ପଣ କରିଦେବ ନା ଯୋଉ କୌଣସି ଉଦ୍ଦେଶ୍ୟରେ ଆପଣ ଫୁଲଟି ଦେଇଥିବେ ପ୍ରଭୁଙ୍କୁ ସେଥିରେ ସଫଳତା ଲାଭ କରିବେ। ପରୀକ୍ଷା କର ପରୀକ୍ଷା ଦେଲେ ସିନା ପାସ୍ କରିବ। ସେଇଥିପାଇଁ ପ୍ରଭୁ ସବୁଥିରେ ପରୀକ୍ଷା ରଖିଲେ। ଯୋଉ କୌଣସି ଚାକିରିଟିଏ କରିବ ପରୀକ୍ଷା ଦେବ ପରୀକ୍ଷାରେ ପାସ୍ କଲେ ଚାକିରି ପାଇବ। ବାବୁରେ ଏ ହଉଛି ଭକ୍ତିରସ କଥା ଭାବରସ କଥା। ଏ ଭବ ସଂସାରରୁ ପାରି ହେବା ପାଇଁ ଟିକେ ପରୀକ୍ଷା ଦିଅ ତେବେ ଯାଇ ସିନା ପାସ୍ କରିବ। ଆମେ ସମସ୍ତେ ଫେଲ୍ ହେଇଯାଉଛନ୍ତି ଆମେ ଫେଲ୍ ହଉଛନ୍ତି ପାସ୍ କରୁଛନ୍ତି ଏଇ ଜାଗାରେ ଆମେ କହିଦେବା ନା କେମିତି ନା ବାବୁରେ ଜୀବନ କାଳ ଭିତରେ କେବେ ପ୍ରଭୁଙ୍କର ନାମକୁ ଧରିବୁ ନାହିଁ ପ୍ରଭୁଙ୍କର ଗୁଣଗାନ କରୁନାହିଁ ମଲା ବେଳେ ତୋ ପାଇଁ ଆଉ ଜଣକ କରୁଛି ହରିବଲ। ଥରେ ଚିନ୍ତା କରି ପରୀକ୍ଷା କଣ ଦେଇଥିଲୁ ପାସ୍ କଲା ଫେଲ୍ ହେଲୁ ତୋ ପାଇଁ ଆଉ ଜଣେ କରୁଛି ହରିବଲ କିନ୍ତୁ ତୋତେ ଶୁଭୁ ନାହିଁ। ତୁ କଣ କଲୁ ନା 4 ଖଣ୍ଡ କି 6 ଖଣ୍ଡ ବାଉଁଶରେ ଶୋଇପଡ଼ି କହୁଛୁ ମତେ ଶୁଭୁ ନାହିଁ ଶୁଭୁ ନାହିଁ ଶୁଭୁ ନାହିଁ। ବାବୁ ଏ ପରୀକ୍ଷାରେ ପାସ୍ କଲୁ ନା ଫେଲ୍ ହେଲୁ ନିଜକୁ ନିଜେ ପଚାର। ତେଣୁ ଅନେକ ପ୍ରକାର ମହାପ୍ରଭୁ ଉଦାହରଣ ଦେଲେ ବେଳ ଥାଉ ହରି ନାମ ଧରରେ ତୁମର ବେଳ ଥାଉ ହରି ନାମ ଧର। ଏଠି କହିଲେ ନାହିଁ ରାମ ନାମ ଧରିଦେଲେ ପାରି ହେଇଯିବା କି କୃଷ୍ଣ ନାମ ଧରିଦେଲେ ପାରି ହେଇଯିବା। ଏଠି କୋଉ ନାମ ଧରିଦେଲେ ପାରି ହବା ମହାପ୍ରଭୁ ସଦା ସର୍ବଦା କହିଲେ କଣ କହିଲେ ହରି ବୋଲ ଶବ୍ଦ ଧ୍ୱନି ଯେତେ ଦୂର ଯାଏ ଗୋ ହତ୍ୟା ବ୍ରହ୍ମ ହତ୍ୟା ଛାଡ଼ି ନ ପଳାଏ ହରି ବୋଲ ଶବ୍ଦ ଧ୍ୱନି। ହରି ବୋଲ ଟିକେ ସଦା ସର୍ବଦା ଶେଷ ମନରେ ଥିବ। ବାବୁରେ ଯଦି ଠିକ ପାଠ ପଢିଥିବୁ ପରୀକ୍ଷା ଦେଲେ ପାସ୍ କରିଯିବୁ ଯଦି ଭୁଲ ପାଠ ପଢିଥିବୁ ପରୀକ୍ଷାରେ ଫେଲ୍ ହେଇଯିବୁ ତୋ ପାଇଁ ଆଉ ଜଣେ ପକେଇବ ହରିବୋଲ। ତୋ ପାଇଁ ଆଉ ଜଣେ ପକାଉଛି ହରିବୋଲ ସେତେବେଳେ ତୋତେ ଶୁଭୁ ନାହିଁ। ଅନେକ ପ୍ରକାର ମହାପ୍ରଭୁ ଏ ସଂସାରକୁ ଉଦାହରଣ ଦେଲେ ରେ ମଣିଷ ସଚେତନକୁ ଜାଗ୍ରତ କର ଶତ୍ରୁମାନଙ୍କୁ ବିନାଶ କର ପରୀକ୍ଷା ଦିଅ ପାସ୍ କର। ସେଇ ପରୀକ୍ଷା ଦେଇ ପାସ୍ କରିବା ପାଇଁ ମହାପ୍ରଭୁ ଅନେକ ପ୍ରକାର ଉଦାହରଣ ଦେଲେ ରେ ମଣିଷ এই পরীক্ষাটা দেবে না কোন পরীক্ষা দেবে না, যোগ পরীক্ষা দেবে পাস করে দিব।
ସାଧୁ ସେ ଯୋଉ ପଇସାଟି ଇନକମ୍ କରେ ସମସ୍ତଙ୍କ ମନରେ ଶାନ୍ତି ଦିଏ। ବାବୁରେ ଏ ଯୋଉ ଚାକିରି କରିଛନ୍ତି ଏ ଯୋଉ ପଇସା ରୋଜଗାର ନିଜ ପରିବାରକୁ ଶାନ୍ତିରେ ରଖିପାରୁନାହାନ୍ତି, ନିଜ ପରିବାରକୁ ଏ ଶାନ୍ତି ରଖିପାରୁନାହାନ୍ତି, କିନ୍ତୁ ଏ ଚାକିରିର ପଇସା ଜଣେ ସାଧୁର ପଇସା। ପଇସା କଣ ଆମେ ଜାଣିବା? ପଇସା କାହାକୁ କୁହନ୍ତି? ଏ ଧନ ଜୀବନ ଯୌବନ ଚିରସ୍ଥାୟୀ ନୁହଁ, ଏ ଧନ ତମର ନୁହଁ। ତେଣୁ ଏ ଯୋଉ ଧନ ବାବାରେ ବାଣ୍ଟିବୁ ସଦା ସର୍ବଦା ଥରେ ସାଧୁଙ୍କ ପାଖକୁ ଯା, ଥରେ ସଧାରେ ଟିକେ ତାଙ୍କ ପାଖରେ ବସିଯା, ଶାନ୍ତି ପାଇବୁ। ଏ ଚାକିରିରେ ଯୋଉ ପଇସା ଇନକମ୍ ହୁଏ ନା, ଏ ଚାକିରି ପଇସା ସମସ୍ତଙ୍କୁ ବଣ୍ଟା ହେଇଯାଏ। ଏ କୋଉ ପଇସା? ଭକ୍ତି ରସ କଥା, ଭକ୍ତି ଭାବ ବାଣୀ ଜାଣିଲେ ଶୁଣିଲେ ସେଟା ଉଧରିବ ପ୍ରାଣୀ। ଜାଣିଲେ ଜିଣିବା ଏ ଯୋଉ ଭକ୍ତି ରସ କଥା, ଶରୀରଗତ ଜୀବନ ଦର୍ଶନ କଥା, ଏ ଶରୀରଗତ ଜୀବନ କଥା ଯିଏ ଜାଣିଛି ଯିଏ ଶୁଣିଛି ଏ ଜ୍ଞାନ ପବିତ୍ର ହେଇଯାଏ, ଏ ନେତ୍ର ପବିତ୍ର ହେଇଯାଏ, ଏ ଶରୀରକୁ ଗୋଟେ ରୋଗ ପ୍ରବେଶ କରିପାରେ ନାହିଁ। ସେଇଥିପାଇଁ ମୁଁ ସଦା ସର୍ବଦା ସମସ୍ତଙ୍କୁ କହେ ଏକମାତ୍ର ମନ୍ତ୍ର ପାଠ କର, ନିଜ ପରିବାରକୁ ଶାନ୍ତି ଆସିବ, ନିଜ ଦେହକୁ କେବେ ରୋଗ ପ୍ରବେଶ କରିପାରିବ ନାହିଁ। ଓମ୍ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରାୟ ନମଃ, ଶ୍ରୀ ପିତା ମାତା ଗୁରୁଦେବ ଗୁରୁଜନ ନମଃ। এই মন্ত্রটিকে পাঠ কর, নিজ পরিবারকে শান্তি ফেরাও। তেଣୁ ମହାପ୍ରଭୁ ଅନେକ